ହୋଲିପୁର ନାମକ ଗୋଟିଏ ଛୋଟିଆ ଗାଁଟିଏ ଥିଲା, ଯେଉଁଠାରେ ଶ୍ୟାମ ଘନ ନାମକ ଦୁଇ ଭାଇ ରହୁଥିଲେ। ସେ ଦୁଇ ଜଣ ଯାଦୁ ଜାଣିଥିଲେ ଓ ଖଳ ପ୍ରକୃତିର ସୁବିଧାବାଦୀ ଲୋକ ଥିଲେ। ଦିନେ ଶ୍ୟାମ କହିଲା, ଆରେ ଘନ, ଆମେ ଦୁହେଁ ମିଶି ଗୋଟେ ଛୋଟିଆ ହୋଟେଲଟିଏ କଲେ କେମିତି ହୁଅନ୍ତା? ଆମ ଚଳିବାକୁ ସୁବିଧା ମଧ୍ୟ ହୁଅନ୍ତା। ହଁ ଭାଇ, ବହୁତ ଭଲ ହେବ। ହେଲେ ଆମ ପାଖରେ ତ ହୋଟେଲ ଖୋଲିବା ପାଇଁ ଏତେ ପଇସା ନାହିଁ, କଣ କରିବା? ଆରେ ତୁ କଣ ପାଇଁ ଏତେ ବ୍ୟସ୍ତ ହେଉଛୁ? ଆମର ଏ ଯାଦୁ ବିଦ୍ୟା ପୁଣି କୋଉ କାମରେ ଆସିବ? ହା 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 ହା। ତା ପରଦିନ ଏକ ହୋଟେଲ ଖୋଲା ହେଲା। ଶ୍ୟାମ ନିଜର ଯାଦୁ ବଳରେ ତା ଭାଇ ଘନକୁ ଏକ ଛେଳିରେ ପରିଣତ କରିଦେଲା ଓ ସେହି ଛେଳିକୁ ମାରି ରୋଷେଇ ପ୍ରସ୍ତୁତ କଲା। ଆରେ ଶ୍ୟାମ ଭାଇ, ଆଜି ହୋଟେଲରେ କଣ ଖାଦ୍ୟ ପ୍ରସ୍ତୁତ କରିଛ? ଆରେ ଭାଇ, ଆଜି ତ ମଟନ ହେଇଛି, ଆସ ଆସ ଖାଇବ। ସେ ମଟନ ଖାଇସାରିବା ପରେ ଶ୍ୟାମ ତାଳି ମାରି କହିଲା, ଘନ ବାହାରକୁ ବାହାରି ଆସେ। ଘନ ସେ ଲୋକର ପେଟ ଚିରି ବାହାରକୁ ବାହାରି ଆସିଲା ଓ ସେ ଦୁହିଁ ଭାଇ ମିଶି ସେ ଲୋକଟିକୁ ମାରି ରୋଷେଇ କରିଦେଲେ ଓ ଅନ୍ୟ ଲୋକମାନଙ୍କୁ ଖାଇବାକୁ ଦେଲେ। ଏହିପରି ଅନେକ ଦିନ ଧରି ଚାଲିଲା। ଦିନକୁ ଦିନ ଗାଁରୁ ଲୋକ ସଂଖ୍ୟା କମିବାକୁ ଲାଗିଲା ଓ ଚାରିଆଡ଼େ ଭାଳେଣି ବି ପଡ଼ିଗଲା। ଏହି କଥା ଅଙ୍କୁର ନାମକ ଏକ ବାବାଜୀ କାନରେ ପଡ଼ିଲା, ଯେ କି ସେହି ପାଖ ଗ୍ରାମରେ ରହୁଥିଲେ। ସେ ଜଣେ ଅନ୍ତର୍ଯ୍ୟାମୀ ବାବାଜୀ ଥିଲେ। ସେ ଏହି କଥା ଜାଣିବା ପରେ ହୋଲିପୁର ଗ୍ରାମକୁ ଆସିବା ପାଇଁ ମନସ୍ଥ କଲେ। ସେହି ଗ୍ରାମରେ ଥିବା ଘନଶ୍ୟାମ ହୋଟେଲରେ ଯାଇ ପହଞ୍ଚିଲେ ଓ ଖାଇବାକୁ ମାଗିଲେ। ବାବାଜୀକୁ ଦେଖିବା ପରେ ଶ୍ୟାମ ପୁନଶ୍ଚ ଘନକୁ ମାରି ରୋଷେଇ କରି ବାବାଜୀକୁ ଖାଇବାକୁ ଦେଲା। ହେଲେ ଏସବୁ ବିଷୟରେ ତ ବାବା ଆଗରୁ ଅବଗତ ଥିଲେ, ତେଣୁ ସେ ଚୁପଚାପ ସେ ସବୁକୁ ଦେଖୁଥିଲେ ଓ ରୋଷେଇ ସରିବା ପରେ ଖାଇବା ଆରମ୍ଭ କଲେ। ତାପରେ କିଛି ପାଣି ଧରି କହିବାକୁ ଲାଗିଲେ, ଆତାପି ବାତାପି ଜୀର୍ଣ୍ଣ ସଗତି, ଆତାପି ବାତାପି ଜୀର୍ଣ୍ଣ ସଗତି, ଆତାପି ବାତାପି ଜୀର୍ଣ୍ଣ ସଗତି। ଏହିପରି ଭାବରେ 3 ଥର କହିବା ମାତ୍ରେ ଘନ ବାବାଙ୍କ ପେଟରେ ଜୀର୍ଣ୍ଣ ହୋଇଗଲା। ଏହାପରେ ଶ୍ୟାମ ଘନକୁ ବାହାରି ଆସିବା ପାଇଁ ଯେତେ ଥର କହିଲେ ସୁଦ୍ଧା ସେ ଆଉ ଆସିଲା ନାହିଁ। ଏହା ଦେଖି ଶ୍ୟାମ ବାବାଜୀଙ୍କ ଗୋଡ଼ ତଳେ ପଡ଼ି ଘନକୁ ଫେରାଇ ଦେବା ପାଇଁ ବହୁତ ନେହୁରା ହୋଇ କାନ୍ଦିଲା, ହେଲେ ସେ ଆଉ କେବେ ଫେରିଲା ନାହିଁ। ଏଥିରୁ ଆମେ ଶିକ୍ଷା କଲେ, ଆମେ ଯଦି ଅନ୍ୟର ଖରାପ ଚିନ୍ତା କରିବା, ତେବେ ତାହା ଆମ ସହିତ ହିଁ ଘଟିବ।